ଗୋଟିଏ ବଣରେ ଥିଲା ଗୁମ୍ଫାଟିଏ। ସେଇ ଗୁମ୍ଫାରେ ରହୁଥିଲେ ବିଲୁଆ ଆଉ ତା ସ୍ତ୍ରୀ। ବିଲୁଆ ତା ସ୍ତ୍ରୀକୁ ବହୁତ ଭଲ ପାଉଥିଲା। ଦିନେ ବାଘ ମାମୁଁ ଆସି ସେ ଗୁମ୍ଫା ପାଖରେ ପହଞ୍ଚିଲା। ସେ ବିଲୁଆ ଆଉ ତା ସ୍ତ୍ରୀର ହାବଭାବ ସବୁ ଲକ୍ଷ୍ୟ କଲା। ବିଲୁଆ ସ୍ତ୍ରୀକୁ ଖାଇବା ପାଇଁ ବାଘର ବଡ଼ ଲୋଭ ହେଲା। ଆଉ ଦିନେ ବିଲୁଆ ତା ଗୁମ୍ଫାରେ ନଥିବାର ସୁଯୋଗ ନେଇ ବାଘ ପଶିଲା ଗୁମ୍ଫା ଭିତରେ। ଗୁମ୍ଫା ପାଖରେ ଥିବା ଗଛ ଉପରେ ବସିଥିଲା କାଉଟିଏ। ସେ ଏସବୁ କଥା ଲକ୍ଷ୍ୟ କରୁଥାଏ। ବିଲୁଆ ନନା ଘରେ ନାହାନ୍ତି କି? ନା ନା, ସେଇ ଟିକେ ଆଗରୁ ବାହାରକୁ ଗଲେ। କିଛି କାମ ଥିଲା? କେତେବେଳେ ଫେରିବେ? ଫେରିବାକୁ ଡେରି ହେବ କହିଛନ୍ତି। ଯାହା କାମ ଥିଲା କୁହନ୍ତୁ, ସେ ଆସିଲେ ମୁଁ କହିଦେବି। କାମ ତାଙ୍କ ପାଖରେ ନୁହଁ, ତମ ପାଖରେ ଥିଲା। କଣ? ମୁଁ ତୁମକୁ ଖାଇବି। ଏତିକି କଥା କହି ବାଘ ସିଧା ଆକ୍ରମଣ କଲା ବିଲୁଆର ସ୍ତ୍ରୀକୁ, ଆଉ ଆଖି ପିଛୁଳାକେ ତାକୁ ମାରିଦେଲା। ତାର ରକ୍ତ ପିଇ ସେଠୁ ଚାଲିଗଲା। ଗଛ ଉପରେ ବସିଥିବା କାଉର ବାଘ ମାମୁଁ ଯିବା ଆସିବାକୁ ନେଇ ସନ୍ଦେହ ହେଲା। କିଛି ସମୟ ପରେ ବିଲୁଆ ତା ଗୁମ୍ଫାକୁ ଫେରି ଆସି ଦେଖିଲା ଯେ ତା ସ୍ତ୍ରୀ ମରି ପଡ଼ିଛି। ସେ ଖୁବ୍ ଜୋରରେ କାନ୍ଦିଲା। ये कौन है तोरा? कौन है? ए भगवान, किए याकू एते निष्ठुर भावे मारी देइछि? ना ना, एइटा कांदिबार समय नुह। मोते जानिबाकू हबो किए मो स्त्री को मारिछि। तापरे बिलुआ खोजी बुलिला जे किए ता स्त्री को मारिछि। से लुचि छपी पक्षी मानकर कथा को सुनिला, पशु मानकर कथा भी सुनिला, हेले काहा कथारू किछि भी जानि पारिलानी ता स्त्री को किए मारिछि। दिने सकाळु सकाळु उठी बिलुआ काऊ पाखकू गला, कारण से जानिथिला जे काऊ हेउछि बणर खबर संग्रहकारी। बणर सबु खबर तारी पाखरे थाए। काऊ भाई, तो पाखरे तो ए बणमूलकर सबु खबर थाए। मु गोटे कथा पचारिबी, उत्तर दबु। कौन पचारुनु? कहिलु मो स्त्री को किए मारिछि? जिए मारिछि मु जानिछि, हेले तू तार कौन करिबु? किछि न करि परिले खाली जानिबी। तू कह, मते कह। सुनु, ताकू मारिछि बाघ मामू। बाघ मामूर ना शुणी बिलुआर रक्त गरम हो उठिला। आउ से शपथ कला जे से जेमिति हेउ पछे बाघ मामू ठारू प्रतिशोध नब। मु तते साखी रखी शपथ करूछि काऊ भाई, जेमिति हो जो उपाय रे हो मु बाघ मामू ठारू तार प्रतिशोध नेबी। बिलुआ ता गुम्फारे पहुंची अनेक समय धरी चिंता कला। शेषरे गोटाए उपाय ता मुंडकू आसिला। से सीधा जाई महुमाछी फेणा को नहीं आसिला।
ଆଉ ଗୋଟିଏ ଢୋଲରେ ତାକୁ ଗୁଡେଇ ବାନ୍ଧିଦେଲା। ପାଖରେ ଥିବା ଗୋଟିଏ ଗଛ ତଳେ ବସି ତାକୁ ଧୀରେ ଧୀରେ ବଜେଇବାକୁ ଲାଗିଲା। ତାପରେ ସେଇ ବାଟ ଦେଇ ଯେତେ ପଶୁ ଯାଉଥିଲେ ସମସ୍ତେ ବିଲୁଆକୁ ଏମିତି ବାଜା ବଜାଉଥିବାର ଦେଖି ବହୁତ କଥା ପଚାରିବାକୁ ଲାଗିଲେ। ବିଲୁଆ ଭାଇ, ଇଏ କଣ କରୁଛ? କଣ ଆଉ କରିବି, ମୋ ସ୍ତ୍ରୀକୁ କିଏ ମାରିଦେଲା। ତେଣୁ ମୋ ଘରେ ଆଉ କେହି ନାହାନ୍ତି। ଘରଟା ଖାଁ ଖାଁ ଲାଗୁଛି। ଓ ଠେକୁଆ ଚାଲିଯିବା ପରେ ହରିଣ ଆସିଲା। ସେ ବି ସମାନ ପ୍ରଶ୍ନ ପଚାରିଲା ବିଲୁଆକୁ। ତାକୁ ବି ବିଲୁଆ ସମାନ ଉତ୍ତର ଦେଲା। ସିଂହ, ଗଧ, ହାତୀ ସମସ୍ତେ ତାକୁ ସେଇ ଗୋଟିଏ କଥା ପଚାରିଲେ। ଆଉ ସେ ଠେକୁଆକୁ ଯାହା କହିଥିଲା ସେଇ କଥା ସମସ୍ତଙ୍କୁ କହିଲା। ଶେଷରେ ଆସି ପହଞ୍ଚିଲା ବାଘ। ସେ ବି ବିଲୁଆକୁ ସମାନ ପ୍ରଶ୍ନ ପଚାରିଲା। ବିଲୁଆ ନନା, ଇଏ କି ଦଶା ତମର? କଣ କରିବି, ସ୍ତ୍ରୀ ମରିଗଲା ପରେ ମୋର ବି ଜୀବନ ପ୍ରତି ଆଉ ଲୋଭ ନାହିଁ। ଏଇଠି ବସି ବାଜା ବଜାଉଛି, ଆଉ ଯିଏ ଯାହା ଦେଲା ଖାଇକି ଦିନ କାଟୁଛି। ଏ ବାଜାଟା କୋଉଠୁ ପାଇଲ? ବାଜାଟା ମୁଁ ପାଇନି, ବାଜାଟା ତିଆରି କରିଛି। ବିଲୁଆ ବାଜା ବିଷୟରେ ବାଘ ପାଖରେ ଏମିତି ବର୍ଣ୍ଣନା କଲା ଯେ ସେ କଥା ଶୁଣି ବାଘର ସେ ବାଜାକୁ ବଜେଇବାକୁ ଇଚ୍ଛା ହେଲା। ନନା, ମତେ ଟିକେ ବାଜାଟା ବଜେଇବାକୁ ଦିଅନ୍ତନି? ତମେ ବାଜାଟା ଜୋରରେ ବଜେଇବନି ତ? ଜୋରରେ ବଜେଇଲେ କଣ ହବ? ଜୋରରେ ବଜେଇବାକୁ ସିଂହ ମହାରାଜ ମନା କରିଛନ୍ତି। ନା ନା, ଜୋରରେ ବଜେଇବେନି। ତମେ ଦିଅ, ମୁଁ ହିସାବରେ ବଜେଇବି। ବିଲୁଆ ବାଘକୁ ଢୋଲଟା ଦେଇଦେଲା। ବାଘ ଢୋଲକୁ କାନ୍ଧରେ ପକେଇ ବହୁତ ଖୁସି ହେଇଗଲା। ମାମୁଁ, ତମେ ବସି ବାଜା ବଜଉଥାଅ, ମୁଁ ଟିକେ କାମ ସାରିକି ଆସୁଛି। ଏତିକି କହି ବିଲୁଆ କିଛି ଦୂରକୁ ଚାଲିଗଲା। ଆଉ ବୁଦା ଉଆହଳରେ ଲୁଚି ରହି ସବୁ କିଛି ଦେଖିଲା। ବାଘ ମାମୁଁ ଧୀରେ ଧୀରେ ବାଜା ବଜାଇବା ଆରମ୍ଭ କଲା। ଆଉ ସେ ଏତେ ମାତିଗଲା ଯେ ତା ଅଜାଣତରେ ଜୋରରେ ଜୋରରେ ବାଜା ବଜେଇବାକୁ ଲାଗିଲା। ଏତିକି ବେଳେ ଢୋଲ ଭିତରେ ବନ୍ଧା ହେଇଥିବା ମହୁମାଛି ବସାରୁ ମହୁମାଛି ସବୁ ବାହାରକୁ ବାହାରି ଆସିଲେ। ଆଉ ବାଘ ମାମୁଁର ଆଖି, କାନ, ନାକ, ଦେହ, ମୁଣ୍ଡ ସବୁ କାମୁଡି ରକ୍ତାକ୍ତ କରିଦେଲେ। ଶେଷରେ ବାଘ ମାମୁଁ ଯନ୍ତ୍ରଣାରେ ସେଇଠି ଟଳି ପଡିଲା। ବୁଦା ଉହାଡରୁ ବିଲୁଆ ବାହାରି ଆସିଲା। ଆଉ ବାଘ ମାମୁଁ ମରିକି ପଡିଥିବାର ଦେଖି ବହୁତ ଖୁସି ହେଲା। ଏମିତିକି ସେ ଖୁସିରେ ନାଚି ଉଠିଲା। ତାର ପ୍ରତିଶୋଧ ପୂରା ହେଇଗଲା। ଯେତେ ଛୋଟ ପ୍ରାଣୀ ହେଲେ ବି ତାର ଏମିତି କୌଣସି କ୍ଷତି କର ନାହିଁ ଯାହାଦ୍ୱାରା ସେ ତମଠାରୁ ପ୍ରତିଶୋଧ ନେବା ପାଇଁ ବାଧ୍ୟ ହେଇଯିବ।